ଥରେ ନଟିଆ ଜଙ୍ଗଲ ମଧ୍ୟରେ ଯାଉଥିଲା। ଗୋଟିଏ ଜାଗାରେ ଏକ ପକ୍ଷୀ ଶିକାର ଦ୍ୱାରା ବିଛା ଯାଇଥିବା ଜାଲରେ ଏକ କାଉ ପକ୍ଷୀ ପଡ଼ି ଯାଇଥିଲା। ନଟିଆ ମନରେ ପକ୍ଷୀଟି ଉପରେ ଦୟା ଆସିଲା। କାଉ ପକ୍ଷୀଟିକୁ ଜାଲରୁ ବାହାର କରି ଦେଲା। କାଉଟି ନଟିଆକୁ ଧନ୍ୟବାଦ ଦେଇ ଉଡ଼ିଗଲା। ଅନ୍ୟ ଏକ ଦିନର ଘଟଣା। ନଟିଆ ଏକ ପଥର ଉପରେ ବସି ଖାଉଥିଲା। ହଠାତ୍ କେଉଁଠୁ ସେହି କାଉଟି ଆସି ତାର ଖାଦ୍ୟ ପାତ୍ରଟି ଥଣ୍ଟରେ ଧରି ଏକ ଗଛ ଉପରକୁ ଉଡ଼ିଗଲା। ନଟିଆ ତାକୁ ଚାହିଁ ଖାଦ୍ୟ ଧରିବାକୁ ଯାଇ ପଥର ଉପରୁ ତଳକୁ ପଡ଼ିଗଲା। ସେ ଗଛ ଉପରେ କାଉଟିକୁ ଦେଖି ଚିହ୍ନିଗଲା। ତାର ସେ କୃତଜ୍ଞ କାଉ ଉପରେ ରାଗ ଆସିଲା। କିନ୍ତୁ କାଉଟି କହିଲା, ଶ୍ରୀମାନ, ଆପଣଙ୍କ ପଛରେ ଏକ ବିଷାକ୍ତ ସାପ ଆପଣଙ୍କୁ ଦର୍ଶନ କରିବାକୁ ଯାଉଥିଲା। ମୁଁ କିଛି ବୁଦ୍ଧି ନ ପାଇ ଖାଦ୍ୟ ଛଡ଼ାଇ ନେବାରୁ ତୁମେ ପଥର ଏପଟକୁ ପଡ଼ିଗଲ ଓ ସାପଟି ତୁମକୁ କାମୁଡ଼ି ପାରିଲା ନାହିଁ। ଏହା ଶୁଣି ନଟିଆ ଦେଖିଲା ସତକୁ ସତ ପଥର ଆରପଟେ ଏକ କଳା ସାପ ଫଣା ଟେକିଛି। ସେ କାଉକୁ ତା ଜୀବନ ବଞ୍ଚେଇଥିବାରୁ ଧନ୍ୟବାଦ ଦେଲା। ଏହି ଭିଡ଼ିଓଟା ଆପଣମାନଙ୍କୁ ଯଦି ଭଲ ଲାଗିଥିବ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।